जय जीशु। प्रभु जीशु कृष्णटारे मोर अति प्रिय भाई और भौणी मैंने समस्त केमती अच्छा भलरे रहतु। जौहन समाचार अध्याय 1 पद संज्ञा 1। आद्यरे वाक्य थिले, वाक्य ईश्वर सहित थिले एवं सही वाक्य ईश्वर थिले। आसतु मोर भाई और भौणी माने से वाक्य आम वर्तमान शुणा। जय जीशु। उत्पत्ति अध्याय 10। जल प्रलय परवर्ती जनता बुद्धि प्राप्ति। नोहंक संतान गण शेम, हाम व जाफेतंक वंशावली एही जल प्रलय परे सेमानक ठारु ए समस्त संतान जात हेले। जाफेतंक संतान माने हेले गोमेर, मागोग, मादाई, जबान, ताबल, मेसेक व तिरास। गामेरर पुत्रगण आक्लनास, रिफात व तोगारमाह। जबानर पुत्रगण एलिसा, तार्सीस, कितिम व देदानिम। एही मानकर संतान संतति समुद्र उपकूलांचल तथा द्वीप मानकरे बास करी आसी अछंती। जाफेतंक एही संतान माने विभिन्न भाषाभाषी तथा परिवार वर्गानुक्रमे प्रत्येक गोष्ठी व जाति अनुजाई निज देश मानकरे बास करी आसी अछंती। हामंक पुत्रगण कुश, इजिप्ट, पुट व कानान। कुशर पुत्रगण सेबा, हाबिला, साबता, रामा व साबतेका। रामार पुत्र थिले शेबा व देदान। कुश निमरद्र पिता थिले ओ भूमंडलर प्रथम वीर पुरुष से थिला। प्रभुंक सन्निधान रे से जणे शक्तिशाली शिकारी थिला। तेणु प्रभुंक सन्निधान रे निम्रदंक सदृश एक शक्तिशाली शिकारी एहीपरि एक प्रबाद वाक्य प्रचलित हैला। आद्ୟରେ सिनार देशान्तभुक्त बाबेल, एरक तथा आक्काद नगरी मानकरे तार राज्य आरंभ होइथिला। सेही देश ठारु से आसारिया अभिमुखे यात्रा करी निनिबे, रेहोबथिर व कालाह निर्माण कला। निनिबे तथा कालाह मध्यरे रेसेन नामक एक महानगरी मध्य से निर्माण कला। इजिप्ट थिला लुदिम, आनामिम, लेहाबिम, नाफुरतुहिम, फार्तुसिम, कासलुहिम, काप्तरिम प्रभृति मानकर पिता। कासलुहिमଙ୍କ ठारे फिलिस्तीय मानकर उद्भव हैला। प्रथम जात पुत्र सीदन व कनिष्ठ पुत्र हेतर पिता थिला कानान। जेबुसिया, आमोरिया, गिरगसिया, हिबियो, आरखियो, सिनियो, आरबादियो, सेमारियो तथा हामाथियो गोष्ठी समूहर पितृपुरुष मध्य कानान थिला। तत्परे कानानीय गोष्ठी समूह वंश बहुदेही बहु देश मध्यरे विस्तृत हेले। कानानीय मानक देश सीमा सीदन ठारु आरंभ करी गेरार मध्य देई गासा पर्यंत व सेदम, गमोरा, आदाम तथा सबई मध्य देई लासा पर्यंत विस्तृत हैला। एहा ही निज निज वंश, भाषा, परिवार वर्ग, देश तथा गोष्ठी अनुसारे हामंक वंशावली।
ଜାପିତଙ୍କ ଜ୍ୟେଷ୍ଠ ଭ୍ରାତା ସେମଙ୍କ ଠାରୁ ମଧ୍ୟ ସନ୍ତାନଗଣ ଜାତ ହେଲେ। ସେ ଥିଲେ ଏବରଙ୍କ ସନ୍ତାନ ପରମ୍ପରାର ପିତୃକୁଳପତି। ସେମଙ୍କ ସନ୍ତାନଗଣ ଏହିମାନେ ଏଲାମ୍, ଆସୁର, ଆରଫାକ୍ସାଦ, ଲୁଦ୍ ଓ ଆରାମ। ଆରାମର ପୁତ୍ରଗଣ ଥିଲେ ଉସ୍, ହୁଲଗେଥର ଓ ମାସ। ଆରଫାକ୍ସାଦ ସେଲାର ପିତା ଓ ସେଲା ଏବରର ପିତା ଥିଲେ। ଏବରଙ୍କ ଠାରୁ 2 ଜଣ ପୁତ୍ର ସନ୍ତାନ ଜାତ ହେଲେ। ପ୍ରଥମ ଜାତ ପୁତ୍ର ପେଲେଗ। ପେଲେଗ ନାମରେ ଅଭିହିତ ହେଲା, କାରଣ ପୃଥିବୀ ତାର ସମୟରେ ବିଭାଜିତ ହେଲା। ତାର ଭ୍ରାତାର ନାମ ହେଲା ଜାକଥାନ। ଜାକଥାନ ଥିଲା ଆଲମଦାଦର ଶେଲେଫ ଓ ହାସର ମାଗବେଥ, ଜେରା ଓ ହାଦରାମ, ଉଶାଲ, ଦିକ୍ଲା ଓ ଅବାଲ। ଆବିମାଏଲ, ସେବା ଓ ଅଫିର, ହାବିଲା ଓ ଜବାବର ପିତା। ଏମାନେ ସମସ୍ତେ ଯୋଗଥାନାର ସନ୍ତାନଗଣ। ସେମାନଙ୍କ ଦେଶର ସୀମା ସରହଦ ମେଷଠାରୁ ଆରମ୍ଭ କରି ସେଫାର ମଧ୍ୟ ଦେଇ ପୂର୍ବ ଦିଗସ୍ଥ ପାର୍ବତ୍ୟାଞ୍ଚଳ ପର୍ଯ୍ୟନ୍ତ ବ୍ୟାପ୍ତ ହେଲା। ଏହା ହିଁ ନିଜ ନିଜ ବଂଶ, ଭାଷା, ପରିବାର ବର୍ଗ, ଦେଶ ତଥା ଗୋଷ୍ଠୀ ଅନୁସାରେ ସେମଙ୍କ ବଂଶାବଳୀ। ନିଜ ନିଜ ଦେଶ ତଥା କୁଳାନୁକ୍ରମେ ନୋହଙ୍କ ସନ୍ତାନମାନଙ୍କ ବଂଶାବଳୀ ଏହା ଅଟେ। ଏମାନଙ୍କ ମଧ୍ୟରୁ ପ୍ରଳୟର ପରବର୍ତ୍ତୀ କାଳରେ ଜାତି ସମୂହ ଭୂପୃଷ୍ଠରେ ବିସ୍କୃତ ହେଲେ। ଅଧ୍ୟାୟ 11 ବାବେଲ ଗମ୍ବୁଜ। ଏହି ସମୟରେ ସମଗ୍ର ଭୂପୃଷ୍ଠରେ ଗୋଟିଏ ମାତ୍ର ଭାଷା ତଥା ଲିପି ପ୍ରଚଳିତ ଥିଲା। ତତ୍ପରେ ଲୋକମାନେ ପୂର୍ବ ଦିଗରୁ ଯାତ୍ରା କରି ସିନାର ଦେଶ ମଧ୍ୟସ୍ଥ ଏକ ସମତଳ ସ୍ଥାନ ପାଇ ସେଠାରେ ବସବାସ କଲେ। ସେମାନେ ପରସ୍ପର ମଧ୍ୟରେ ଆଲୋଚନା କଲେ, ଆମେ ଇଟା ତିଆରି କରି ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ପୋଡ଼ିଦେବା। ପଥର ପରିବର୍ତ୍ତେ ଇଟା ଓ ଚୂନ ପରିବର୍ତ୍ତେ ଆଲୋକାତାର ସେମାନେ ବ୍ୟବହାର କଲେ। ପୁଣି ସେମାନେ କହିଲେ, ଆମ ପାଇଁ ଗୋଟିଏ ନଗରୀ ନଭଶ୍ଚମ୍ବୀ ଏକ ଉଚ୍ଚ ଗମ୍ବୁଜ ନିର୍ମାଣ କରି ଆମେ ଆମର ନାମକୁ ବିଖ୍ୟାତ କରିବା। ନଚେତ୍ ଆମେ ଭୂପୃଷ୍ଠ ଉପରେ ଛିନ୍ନ ଭିନ୍ନ ହୋଇପାରୁ। ମନୁଷ୍ୟପୁତ୍ରମାନେ ନିର୍ମାଣ କରୁଥିବା ନଗରୀ ତଥା ଗମ୍ବୁଜ ଦେଖିବା ପାଇଁ ପ୍ରଭୁ ଅବତୀର୍ଣ୍ଣ ହେଲେ। ପ୍ରଭୁ କହିଲେ, ସେମାନେ ଏକମାତ୍ର ଭାଷା ପ୍ରୟୋଗ କରି ଗୋଟିଏ ଗୋଷ୍ଠୀର ଜନତା ହୋଇଛନ୍ତି। ସେମାନେ ସମ୍ପାଦନ କରିବା ପାଇଁ ଉଦ୍ୟତ ହୋଇଥିବା କାର୍ଯ୍ୟକଳାପର ଏହା ଆରମ୍ଭ ମାତ୍ର। ତତ୍ପରେ ସାଧନ କରିବା ପାଇଁ ପରିକଳ୍ପିତ କୌଣସି କାର୍ଯ୍ୟ ସେମାନଙ୍କ ପାଖରେ ଅସାଧ୍ୟ ହେବ ନାହିଁ। ସୁତରାଂ ଆସ, ଆମେ ସେମାନଙ୍କ ଭାଷାକୁ ଏପରି ବିଭ୍ରାନ୍ତ କରିବା ଯେ ସେମାନେ ପରସ୍ପରର କଥାବାର୍ତ୍ତା ବୁଝିପାରିବେ ନାହିଁ। ସୁତରାଂ ପ୍ରଭୁ ସେମାନଙ୍କୁ ସେ ସ୍ଥାନରୁ ଭୂମଣ୍ଡଳର ବିଭିନ୍ନାଞ୍ଚଳକୁ ବିକ୍ଷିପ୍ତ କରିଦେଲେ ଓ ଫଳରେ ସେମାନେ ନଗରୀ ନିର୍ମାଣ କାର୍ଯ୍ୟ ଉପେକ୍ଷା କଲେ। ଏହି କାରଣରୁ ସେହି ନଗରୀ ବାବେଲ ନାମରେ ଅଭିହିତ ହେଲା, କାରଣ ସେହିଠାରେ ପ୍ରଭୁ ଭୂମଣ୍ଡଳର ଭାଷାକୁ ବିଭ୍ରାନ୍ତ କରିଥିଲେ ଓ ସେହି ସ୍ଥାନରୁ ଭୂମଣ୍ଡଳର ସମଗ୍ର ସ୍ଥାନକୁ ପ୍ରଭୁ ସେମାନଙ୍କୁ ବିକ୍ଷିପ୍ତ କରିଥିଲେ। ସେମଙ୍କ ସନ୍ତାନ ପରମ୍ପରା ଏହା ଜଳପ୍ରଳୟ ପରେ 2 ବର୍ଷ ଅତିବାହିତ ହୋଇଗଲା।
ସେ ସମୟରେ ସେମଙ୍କୁ 100 ବର୍ଷ ହୋଇଥିଲା। ସେତେବେଳେ ସେ ଆରଫାକ୍ସାଦର ପିତା ହେଲା। ଆରଫାକ୍ସାଦର ଜନ୍ମ ହେବା ପରେ ସେମ୍ ଆହୁରି 500 ବର୍ଷ ଜୀବିତ ରହିଲା। ତାଙ୍କର ଅନ୍ୟ କେତେକ ପୁତ୍ର କନ୍ୟା ମଧ୍ୟ ଜାତ ହୋଇଥିଲେ। ଆରଫାକ୍ସାଦର 30 ବର୍ଷ ବୟସରେ ସେଲାର ପିତା ହେଲା। ସେଲା ଜନ୍ମ ହେବା ପରେ ଆରଫାକ୍ସାଦର ଆହୁରି 403 ବର୍ଷ ଜୀବିତ ରହିଲା ଓ ତାଙ୍କର ଅନ୍ୟ କେତେକ ପୁତ୍ର କନ୍ୟା ମଧ୍ୟ ଜାତ ହୋଇଥିଲେ। ସେଲାର 30 ବର୍ଷ ବୟସରେ ସେ ଏବର ପିତା ହେଲା। ଏବର ଜନ୍ମ ହେବା ପରେ ସେଲା ଆହୁରି 403 ବର୍ଷ ଜୀବିତ ରହିଲା ଓ ତାଙ୍କର ଅନ୍ୟ କେତେକ ପୁତ୍ର କନ୍ୟା ମଧ୍ୟ ଜାତ ହୋଇଥିଲେ। ଏବରର 34 ବର୍ଷ ବୟସରେ ସେ ପେଲେଗର ପିତା ହେଲା। ପେଲେଗ ଜନ୍ମ ହେବା ପରେ ଏଦର ଆହୁରି 430 ବର୍ଷ ଜୀବିତ ରହିଲା ଓ ତାଙ୍କର ଅନ୍ୟ କେତେକ ପୁତ୍ର କନ୍ୟା ମଧ୍ୟ ଜାତ ହୋଇଥିଲେ। ପେଲେଗର 30 ବର୍ଷ ବୟସରେ ସେ ରେଉର ପିତା ହେଲା। ରେଉ ଜନ୍ମ ହେବା ପରେ ପେଲେଗ ଆହୁରି 209 ବର୍ଷ ଜୀବିତ ରହିଲା ଓ ତାଙ୍କର ଅନ୍ୟ କେତେକ ପୁତ୍ର କନ୍ୟା ମଧ୍ୟ ଜାତ ହୋଇଥିଲେ। ରେଉର 32 ବର୍ଷ ବୟସରେ ସେରୁଗର ପିତା ହେଲା। ସେରୁଗ ଜନ୍ମ ହେବା ପରେ ରେଉ ଆହୁରି 207 ବର୍ଷ ଜୀବିତ ରହିଲା ଓ ତାଙ୍କର ଅନ୍ୟ କେତେକ ପୁତ୍ର କନ୍ୟା ମଧ୍ୟ ଜାତ ହୋଇଥିଲେ। ସେରୁଗର 30 ବର୍ଷ ବୟସରେ ସେ ନହରର ପିତା ହେଲା। ନହର ଜନ୍ମ ହେବା ପରେ ସେରୁଗ ଆହୁରି 200 ବର୍ଷ ଜୀବିତ ରହିଲା ଓ ତାଙ୍କର ଅନ୍ୟ କେତେକ ପୁତ୍ର କନ୍ୟା ମଧ୍ୟ ଜାତ ହୋଇଥିଲେ। ନହରର ପିତା ହେଲା ତେରା। ଜନ୍ମ ହେବା ପରେ ନହର ଆହୁରି 119 ବର୍ଷ ଜୀବିତ ରହିଲା ଓ ତାଙ୍କର ଅନ୍ୟ କେତେକ ପୁତ୍ର କନ୍ୟା ମଧ୍ୟ ଜାତ ହୋଇଥିଲେ। ତେରାର 70 ବର୍ଷ ବୟସରେ ସେ ଆବ୍ରାହାମ, ନହର ଓ ହାରାନର ପିତା ହେଲା। ତେରାର ବଂଶାବଳୀ ଏହା। ତେରା ଥିଲା ଆବ୍ରାହାମ, ନହର ଓ ହାରାନର ପିତା ଓ ହାରାନ ଲୋଟଙ୍କ ପିତା ଥିଲେ। ନିଜ ପିତା ତେରାର ମୃତ୍ୟୁ ପୂର୍ବରୁ ହାରାନ ନିଜ ଦେଶ କାଲଦୀୟମାନଙ୍କ ଉର ନଗରୀରେ ମୃତ୍ୟୁବରଣ କଲା। ତତ୍ପରେ ଆବ୍ରାମ ଓ ନହର ବିବାହ କଲେ। ଆବ୍ରାହାମଙ୍କ ପତ୍ନୀ ସାରାଇ ଓ ନାହରର ପତ୍ନୀ ମିଲଖା ନାମରେ ଅଭିହିତ ଥିଲେ। ମିଲଖା ହାରାନର କନ୍ୟା ଥିଲା। ସେହି ହାରାନ ମିଲଖା ଓ ଇସାକର ପିତା ଥିଲେ। ସାରାଇ ବନ୍ଧ୍ୟା ଥିଲା, ତାଙ୍କରି କୌଣସି ସନ୍ତାନ ନଥିଲା। ତେରା ନିଜ ପୁତ୍ର ଆବ୍ରାହାମ, ହାରାନଙ୍କ ପୁତ୍ର ତଥା ନିଜ ପୌତ୍ର ଲଟ ଓ ନିଜ ପୁତ୍ର ଆବ୍ରାହାମଙ୍କ ପତ୍ନୀ ଓ ନିଜ ପୁତ୍ର ବଧୂଙ୍କୁ ସଙ୍ଗରେ ନେଇ କାଲଦୀୟମାନଙ୍କ ଉର ନଗରୀଠାରୁ କାନାନ ଦେଶାଭିମୁଖେ ଯାତ୍ରା ଆରମ୍ଭ କଲା। କିନ୍ତୁ ହାରାନ ନଗରୀକୁ ଆସି ପହଞ୍ଚି ସେମାନେ ସେହିଠାରେ ବସତି ସ୍ଥାପନ କଲେ। ତେରା 205 ବର୍ଷ ଜୀବିତ ରହିଲା ଓ ହାରାନଠାରେ ମୃତ୍ୟୁବରଣ କଲା। ଉତ୍ପତ୍ତି ଅଧ୍ୟାୟ 12। ଏହାପରେ ପ୍ରଭୁ ଆବ୍ରାହାମଙ୍କୁ କହିଲେ, ତୁମେ ସ୍ୱଦେଶ, ବନ୍ଧୁବାନ୍ଧବ ତଥା ପୈତୃକ ଭବନ ପରିତ୍ୟାଗ କରି ମୁଁ ଦେଖାଉଥିବା ଦେଶକୁ ପ୍ରସ୍ଥାନ କର।
ମୁଁ ତୁମ୍ଭଠାରୁ ଏକ ବିପୁଳ ଜନତା ଉଦ୍ଭବ କରିବି ଓ ତୁମକୁ ଆଶୀଷ ଦେଇ ତୁମ ନାମକୁ ଗୌରବମଣ୍ଡିତ କରିବି। ତାହା ହେଲେ ତୁମ ନାମ ଆଶୀର୍ବାଦର ସ୍ମାରକୀ ସ୍ୱରୂପ ବ୍ୟବହୃତ ହେବ। ତୁମକୁ ଆଶୀର୍ବାଦ ଦେଉଥିବା ଲୋକଙ୍କୁ ଆଶୀର୍ବାଦ ଓ ଅଭିଶାପ ଦେଉଥିବା ଲୋକଙ୍କୁ ଅଭିଶାପ ମୁଁ ପ୍ରଦାନ କରିବି। ତୁମ ମଧ୍ୟରେ ଭୂପୃଷ୍ଠର ଅଧିବାସୀଗଣ ଆଶୀର୍ବାଦର ପାତ୍ର ହେବେ। ତହୁଁ ଆବ୍ରାହାମ ପ୍ରଭୁଙ୍କ ଆଦେଶ ମୁତାବକ ପ୍ରସ୍ଥାନ କଲେ। ଲୋଟ ମଧ୍ୟ ତାଙ୍କର ଅନୁସରଣ କଲେ। ହାରାନରୁ ପ୍ରସ୍ଥାନ କଲାବେଳେ ଆବ୍ରାହାମଙ୍କ ବୟସ 75 ବର୍ଷ ଥିଲା। ନିଜ ପତ୍ନୀ ସାରାଇ, ସହୋଦର ପୁତ୍ର ଲଟ ଓ ହାରାନରେ ସଂଗୃହୀତ ଧନସମ୍ପଦ ତଥା ଲୋକମାନଙ୍କୁ ନିଜ ସଙ୍ଗରେ ନେଇ ସେମାନେ କାନାନ ଦେଶାଭିମୁଖେ ଯାତ୍ରା କଲେ। ସେମାନେ କାନାନ ଦେଶରେ ଆସି ପହଞ୍ଚିଥିଲେ। ଆବ୍ରାହାମ ସେହି ଦେଶ ପରିଭ୍ରମଣ କରି ସେଖେମ ନାମକ ଏକ ସ୍ଥାନ ଓ ମୋରେ ଠାରେ ଅବସ୍ଥିତ ଏକ ଓକ୍ ବୃକ୍ଷ ପାଖକୁ ଗମନ କଲେ। ସେହି ଦିନ ମାନଙ୍କରେ କାନାନୀୟମାନେ ସେ ସ୍ଥାନରେ ବାସ କରିଥିଲେ। ପ୍ରଭୁ ଆବ୍ରାହାମଙ୍କ ସମ୍ମୁଖରେ ଉଭା ହୋଇ କହିଲେ, ମୁଁ ଏହି ଦେଶ ତୁମ ବଂଶଧରମାନଙ୍କୁ ପ୍ରଦାନ କରିବି। ସୁତରାଂ ତାଙ୍କୁ ଦେଖା ଦେଇଥିବା ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆବ୍ରାହାମ ଏକ ବଳିପୀଠ ନିର୍ମାଣ କଲେ। ସେଠାରୁ ସେ ବେଥେଲର ପୂର୍ବ ଦିଗସ୍ଥ ପାର୍ବତ୍ୟ ଅଞ୍ଚଳକୁ ଗମନ କରି ବେଥେଲର ପୂର୍ବ ଦିଗ ତଥା ଆଇର ପଶ୍ଚିମ ଦିଗ ମଧ୍ୟବର୍ତ୍ତୀ ଗୋଟିଏ ସ୍ଥଳରେ ଶିବିର ସ୍ଥାପନ କଲେ। ସେହିଠାରେ ସେ ଗୋଟିଏ ବଳିପୀଠ ପ୍ରଭୁଙ୍କ ଉଦ୍ଦେଶ୍ୟରେ ନିର୍ମାଣ କରି ପ୍ରଭୁଙ୍କୁ ଆରାଧନା କଲେ। ସେହିଠାରେ ସେ ନେଗେବ ଅଭିମୁଖେ ଯାତ୍ରା କଲେ। ସେ ସମୟରେ ସେଠାରେ ଏକ ଦୁର୍ଭିକ୍ଷ ପଡ଼ିଲା। ସୁତରାଂ ବାସ କରିବା ଉଦ୍ଦେଶ୍ୟରେ ଆବ୍ରାହାମ ଇଜିପ୍ଟକୁ ଗମନ କଲେ, କାରଣ ସେତେବେଳେ ଦେଶଟି ପ୍ରଚଣ୍ଡ ଦୁର୍ଭିକ୍ଷରେ ପ୍ରପୀଡ଼ିତ ଥିଲା। ଇଜିପ୍ଟରେ ପହଞ୍ଚିବାର ଅବ୍ୟବହିତ ପୂର୍ବରୁ ଆବ୍ରାହାମ ନିଜ ପତ୍ନୀ ସାରାଇକୁ କହିଲେ, ମୁଁ ଜାଣେ ଯେ ଦେଖିବା ପାଇଁ ତମେ ଖୁବ୍ ରୂପବତୀ। ତୁମକୁ ଦେଖିବା ମାତ୍ରେ ଇଜିପ୍ଟିୟମାନେ କହିବେ, ଏ ତାଙ୍କର ପତ୍ନୀ। ତତ୍ପରେ ସେମାନେ ମୋତେ ନିଧନ କରି ତୁମକୁ ଜୀବିତ ଅବସ୍ଥାରେ ଛାଡ଼ିଦେବେ। ତେଣୁ ତୁମ ସକାଶୁ ମୋର କୁଶଳ ହେବା ପାଇଁ ଓ ତୁମ ଯୋଗୁଁ ମୋର ଜୀବନ ରକ୍ଷା ହେବା ପାଇଁ ତୁମେ ମୋର ଭଗ୍ନୀ ବୋଲି ପରିଚୟ ଦେବ। ଆବ୍ରାହାମ ଇଜିପ୍ଟରେ ଆସି ପହଞ୍ଚିଲା ବେଳେ ନାରୀଟି ଅତି ରୂପବତୀ ବୋଲି ଇଜିପ୍ଟିୟମାନଙ୍କ ହୃଦୟଙ୍ଗମ କଲେ। ତାହାକୁ ଦେଖି ଫାରାଓଙ୍କ ସେବକମାନେ ରାଜାଙ୍କ ସମ୍ମୁଖରେ ନାରୀଟିର ସୌନ୍ଦର୍ଯ୍ୟର ପ୍ରଶଂସା ଗାନ କଲେ। ଅତଏବ ଫାରାଓଙ୍କ ପ୍ରସାଦ ମଧ୍ୟକୁ ସେ ଆହ୍ନିତ ହେଲେ। ଫାରାଓ ତାଙ୍କ ଯୋଗୁଁ ଆବ୍ରାହାମଙ୍କ ପ୍ରତି ସଦ୍ବ୍ୟବହାର କରି ମେଷ, ବଳଦ, ଗଦ, ଗଧି, ଓଟ ତଥା ଦାସ ଦାସୀମାନଙ୍କୁ ତାଙ୍କୁ ପୁରସ୍କାର ସ୍ୱରୂପ ଦାନ କଲେ। କିନ୍ତୁ ଆବ୍ରାହାମଙ୍କ ପତ୍ନୀ ସାରାଇ ଯୋଗୁଁ ଫାରାଓ ଏବଂ ତାଙ୍କର ପରିବାର ବର୍ଗକୁ ପ୍ରଭୁ କଠିନ ମହାମାରୀ ଦ୍ୱାରା ପୀଡ଼ିତ କରାଇଲେ। ତେଣୁ ଫାରାଓ ଆବ୍ରାହାମଙ୍କୁ ଡାକି କହିଲେ, ତୁମେ ମୋ ପ୍ରତି ଏ କି କାର୍ଯ୍ୟ କଲ? ସେ ଯେ ତୁମ ପତ୍ନୀ, ମୋତେ କାହିଁକି ଏହା କହିନାହଁ?
ତୁମେ ବା କାହିଁକି କହିଲ ସେ ମୋର ଭଗ୍ନୀ? ସୁତରାଂ ମୁଁ ତାହାକୁ ମୋର ପତ୍ନୀ ରୂପେ ଗ୍ରହଣ କଲି। ଅତଏବ ଏହି ତୁମ ପତ୍ନୀଙ୍କୁ ସଙ୍ଗରେ ନେଇ ଚାଲିଯାଅ। ତାପରେ ଆବ୍ରାହାମ ସମ୍ପର୍କରେ ଫରୋ ନିଜ ଲୋକମାନଙ୍କୁ ଆଜ୍ଞା ଦେଲେ ଓ ସେମାନେ ତାଙ୍କୁ ସ୍ୱପତ୍ନୀ ତଥା ବସ୍ତୁ ପଦାର୍ଥ ସମେତ ତାଙ୍କ ପଥରେ ପଠାଇଦେଲେ। ଅଧ୍ୟାୟ 13। ତତ୍ପରେ ଆବ୍ରାମ ନିଜ ପତ୍ନୀ, ବସ୍ତୁ ସାମଗ୍ରୀ ଓ ଲଟଙ୍କ ଗହଣରେ ଇଜିପ୍ଟଠାରୁ ନେଗେବ ଅଭିମୁଖେ ଯାତ୍ରା କଲେ। ଇତିମଧ୍ୟରେ ଆବ୍ରାହାମ ବହୁ ପଶୁପଲ, ରୌପ୍ୟ ତଥା ସ୍ୱର୍ଣ୍ଣ ଅର୍ଜନ କରି ଧନଶାଳୀ ହୋଇଥିଲେ। ଏହାପରେ ସେ ନେଗେବଠାରୁ ବେଥେଲ ପର୍ଯ୍ୟନ୍ତ ଓ ତତ୍ପରେ ଯେଉଁଠାରେ ପ୍ରଥମେ ସେ ବେଥେଲ ତଥା ଆଇ ମଧ୍ୟବର୍ତ୍ତୀ ସ୍ଥାନରେ ଶିବିର ସ୍ଥାପନ କରିଥିଲେ ଓ ବଳିପୀଠ ନିର୍ମାଣ କରିଥିଲେ, ସେ ସ୍ଥାନ ପର୍ଯ୍ୟନ୍ତ ଗମନ କଲେ। ସେଠାରେ ପହଞ୍ଚି ସେ ପ୍ରଭୁଙ୍କର ନାମ ସ୍ମରଣ କରି ପ୍ରାର୍ଥନା କଲେ। ଆବ୍ରାହାମଙ୍କ ସଙ୍ଗରେ ଗମନ କରିଥିବା ଲଟଙ୍କ ମଧ୍ୟ ବହୁ ମେଷପଲ, ପଶୁପଲ ତଥା ଶିବିର ଥିଲା। ଅତଏବ ସେମାନେ ଏକତ୍ର ବାସ କରିବା ପାଇଁ ସେ ସ୍ଥଳ ଯଥେଷ୍ଟ ନଥିଲା। ସେମାନଙ୍କ ସମ୍ପଦ ସାମଗ୍ରୀ ବିପୁଳ ହୋଇଥିବା କାରଣରୁ ସେମାନେ ଏକତ୍ର ବାସ କରିପାରିଲେ ନାହିଁ। ତହୁଁ ଆବ୍ରାହାମ ଲଟଙ୍କ ଗୋପାଳମାନଙ୍କ ମଧ୍ୟରେ ବିବାଦ ଉପୁଜିଲା। ସେହି ସମୟରେ କାନାନୀୟ ତଥା ପେରିସୀୟମାନେ ସେ ସ୍ଥାନରେ ଅବସ୍ଥାନ କରିଥିଲେ। ତେଣୁ ଆବ୍ରାହାମ ଲଟଙ୍କୁ କହିଲେ, ତୁମ ତଥା ମୋ ମଧ୍ୟରେ ଓ ତୁମ ତଥା ମୋର ଗୋପାଳମାନଙ୍କ ମଧ୍ୟରେ କୌଣସି କଳହ ନ ହେଉ, କାରଣ ଆମ୍ଭେମାନେ ଭ୍ରାତା ଅଟୁ। ସମସ୍ତ ଅଞ୍ଚଳ କ'ଣ ତୁମ ସମ୍ମୁଖରେ ନାହିଁ? ତେଣୁ ମୋ ଠାରୁ ତୁମେ ପୃଥକ୍ ହୋଇଯାଅ। ତୁମେ ଯଦି ବାମ ଦିଗସ୍ଥ ଦେଶ ପସନ୍ଦ କରୁଥାଅ, ତେବେ ମୁଁ ଦକ୍ଷିଣ ଦିଗାଭିମୁଖେ ଯାତ୍ରା କରିବି। କିମ୍ବା ତୁମେ ଯଦି ଦକ୍ଷିଣ ଦିଗସ୍ଥ ଅଞ୍ଚଳକୁ ପସନ୍ଦ କରୁଥାଅ, ତାହାହେଲେ ମୁଁ ବାମ ଦିଗକୁ ଯାତ୍ରା କରିବି। ଲର୍ଡ଼ ଚକ୍ଷୁ ଉତ୍ତୋଳନ କରି ଦେଖିଲେ ଯେ ପ୍ରଭୁଙ୍କ ଉଦ୍ୟାନ ତଥା ଇଜିପ୍ଟ ଭୂଦେଶ ଶମସେୟାଗ ଯାଏ ଜର୍ଦାନ ଉପତ୍ୟକା ସର୍ବତ୍ର ଜଳସେଚିତ ଭୂମି ଅଟେ। ପ୍ରଭୁ ସୋଦମ ତଥା ଗମୋରାକୁ ବିଧ୍ୱସ୍ତ କରିବା ପୂର୍ବରୁ ସେହି ଅଞ୍ଚଳର ଅବସ୍ଥା ଏପରି ଥିଲା। ସୁତରାଂ ଲଟ ନିଜ ପାଇଁ ଜର୍ଦାନ ଉପତ୍ୟକା ମନୋନୀତ କଲେ ଓ ପରସ୍ପର ମଧ୍ୟରୁ ବିଭକ୍ତ ହୋଇ ସେ ପୂର୍ବ ଦିଗାଭିମୁଖେ ଯାତ୍ରା କଲେ। ଆବ୍ରାହାମ କାନାନ ଦେଶରେ ବାସ କଲେ, କିନ୍ତୁ ଲଟ ଉପତ୍ୟକା ମଧ୍ୟସ୍ଥ ନଗରୀଗୁଡ଼ିକରେ ବସତି ସ୍ଥାପନ କଲେ। ପୁଣି ସେ ସୋଦମ ନଗରୀ ସମୀପରେ ଶିବିର ସ୍ଥାପନ କଲେ। ସୋଦମ ନଗରୀ ବାସିନ୍ଦାମାନେ ଦୁଷ୍ଟ ଓ ପ୍ରଭୁଙ୍କ ଦୃଷ୍ଟିରେ ମହାପାପୀ ଥିଲେ। ଆବ୍ରାମ ଲଟଙ୍କ ଠାରୁ ପୃଥକ୍ ହେଲା ପରେ ପ୍ରଭୁ ତାଙ୍କୁ କହିଲେ, ଚକ୍ଷୁ ଉତ୍ତୋଳନ କରି ତୁମେ ଦଣ୍ଡାୟମାନ ହୋଇଥିବା ସ୍ଥାନରୁ ଉତ୍ତର ତଥା ଦକ୍ଷିଣ, ପୂର୍ବ ତଥା ପଶ୍ଚିମ ଦିଗକୁ ଅବଲୋକନ କର। ତୁମ ଦ୍ୱାରା ଦୁଷ୍ଟ ସମସ୍ତ ପ୍ରଦେଶ ମୁଁ ତୁମକୁ ଓ ତୁମ ବଂଶଧରମାନଙ୍କୁ ଚିରକାଳ ପାଇଁ ପ୍ରଦାନ କରିବି। ପୃଥିବୀର ଧୂଳିକଣା ପରି ମୁଁ ତୁମ ବଂଶଧରମାନଙ୍କୁ ସଂଖ୍ୟା ବୃଦ୍ଧି କରିବି। ଯେଉଁ ବ୍ୟକ୍ତି ପୃଥିବୀର ଧୂଳିକଣାକୁ ଗଣନା କରିପାରିବ, ସେ ମଧ୍ୟ ତୁମମାନଙ୍କ ସଂଖ୍ୟା ଗଣନା କରିବାକୁ ସକ୍ଷମ ହେବ।
ଉଠ, ଏହି ଦେଶର ଦୈର୍ଘ୍ୟ ତଥା ପ୍ରସ୍ଥ ତମାମ ବିଚରଣ କର, ତାହା ମୁଁ ତୁମକୁ ଦାନ କରିବି। ଅନନ୍ତର ଆବ୍ରାହାମ ଶିବିର ଉଠାଇ ହେବ୍ରୋନ ସ୍ଥିତ ମାମ୍ରେର ଓକ୍ ବୃକ୍ଷଗୁଡ଼ିକ ନିକଟକୁ ଯାଇ ସେଠାରେ ବସତି ସ୍ଥାପନ କଲେ। ସେହିଠାରେ ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ବଳିପୀଠ ନିର୍ମାଣ କଲେ। ଅଧ୍ୟାୟ 14। ସିନାରର ରାଜା ଆମରାଫେଲ, ଏଲାସରର ରାଜା ଆରିୟକ୍, ଏଲାମର ରାଜା କେଦର, ଲାଉମେର ଓ ଗୋଇମ୍ର ରାଜା ତିଦାଲଙ୍କ ରାଜତ୍ୱରେ ଏହି ରାଜାମାନେ ସୋଦୋମର ରାଜା ବେରା, ଗୋମରାର ରାଜା ବିରସା, ଆଦମର ରାଜା ଶିନାବ, ସେବଇମର ରାଜା ସେମେବର ଓ ବେଲା ଅର୍ଥାତ୍ ସୋୱାରର ରାଜାମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ଏ ସମସ୍ତ ସିଦିମ୍ ଅର୍ଥାତ୍ ଲବଣ ସାଗରର ଉପତ୍ୟକାରେ ଯୁଦ୍ଧ ସକାଶେ ସମବେତ ହେଲେ। ଏମାନେ 12 ବର୍ଷ ବ୍ୟାପୀ କେଦାର ଲାଉମେର ରାଜାଙ୍କ ଅଧୀନରେ ବଶୀଭୂତ ହୋଇ ରହିଥିଲେ, କିନ୍ତୁ 13 ବର୍ଷରେ ସେମାନେ ତାଙ୍କ ବିରୁଦ୍ଧରେ ବିଦ୍ରୋହ ଘୋଷଣା କଲେ। 14 ବର୍ଷରେ ନିଜ ସହବର୍ତ୍ତୀ ରାଜାମାନଙ୍କ ସମେତ କେଦର ଲାଓମେର ଆସି ଆସ୍ଥେରତ, କାର୍ନାଇମବାସୀ, ରେଫାଇମ୍, ହାମ୍ ବାସିନ୍ଦା, ସୁସିମ୍, ସାବେତ, କିରିୟାଥିମ୍ ତଥା ଏମିମ୍ ବାସିନ୍ଦାଙ୍କୁ ଓ ସେର୍ ପାହାଡ଼ବାସୀ ହେରୋଦୀୟମାନଙ୍କୁ ପରାଜିତ କରାଇ ମରୁ ପ୍ରାନ୍ତରସ୍ଥ ସୀମାଞ୍ଚଳରେ ଥିବା ଏଲ୍ ପାରନ୍ ପର୍ଯ୍ୟନ୍ତ ଆସି ପହଞ୍ଚିଲେ। ତତ୍ପରେ ସେମାନେ ସେ ସ୍ଥାନରୁ ପ୍ରତ୍ୟାବର୍ତ୍ତନ କରି ଏନ୍ ମିସ୍ଫାର୍ତ ଅର୍ଥାତ୍ କାଦେଶଠାରେ ଆସି ପହଞ୍ଚି ଆମାଲେକୀୟମାନଙ୍କ ସମଗ୍ର ପ୍ରଦେଶ ତଥା ହାସାସନ୍ ତାମାର ବାସିନ୍ଦା ଆମେରୀୟମାନଙ୍କୁ ବଶୀଭୂତ କଲେ। ସେ ସମୟରେ ସୋଦୋମ, ଗମୋରା, ଆଦାମା, ସବାଇମ୍ ତଥା ବେଲା ଅର୍ଥାତ୍ ସୋୱାର ଏହି ଦେଶମାନଙ୍କର 5 ଜଣ ରାଜା ସିଦିମ୍ ଉପତ୍ୟକାରେ ଏଲାମର ରାଜା କେଦର, ଲାଉମେର ଓ ଗୋଇମ୍ର ରାଜା ତିଦାଲ, ସିନାରର ରାଜା ଆମରାଫେଲ, ଏଲାସର ରାଜା ଆରିଏକ୍ ଏହି 4 ରାଜାମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ସେହି ସିଦିମ୍ ଉପତ୍ୟକାର ଆଲୋକତାର ସଂଖ୍ୟାଧିକ ଗର୍ତ୍ତ ଥିଲା। ସୋଦୋମ ତଥା ଗମୋରାର ରାଜାମାନେ ପରାଜିତ ହୋଇ ପଳାୟନ କରୁଥିବା ବେଳେ କେତେକ ବ୍ୟକ୍ତି ସେହି ଗର୍ତ୍ତଗୁଡ଼ିକ ମଧ୍ୟରେ ପତିତ ହେଲେ ଓ ଅବଶିଷ୍ଟ ସମସ୍ତେ ପାର୍ବତ୍ୟ ଅଞ୍ଚଳକୁ ପଳାୟନ କଲେ। ସୋଦୋମ ତଥା ଗମୋରାର ସମସ୍ତ ସମ୍ପଦ ତଥା ଖାଦ୍ୟ ପଦାର୍ଥ ଲୁଣ୍ଠନ କରି ଶତ୍ରୁ ବୃନ୍ଦ ପ୍ରସ୍ଥାନ କଲେ। ସୋଦୋମଠାରେ ବାସ କରିଥିବା ଆବ୍ରାହାମଙ୍କ ସହୋଦର ପୁତ୍ର ଲୋଟଙ୍କୁ ସୁଦ୍ଧା ତାଙ୍କର ସମ୍ପଦ ସମେତ ଘେନିଯାଇ ସେମାନେ ଚାଲିଗଲେ। ରକ୍ଷା ପାଇଥିବା ଜଣେ ବ୍ୟକ୍ତି ଆସି ଏବ୍ରେୟ ବଂଶଜ ଆବ୍ରାହାମଙ୍କୁ ଏ ସମସ୍ତ ସମ୍ବାଦ ଜଣାଇଲେ। ଏସ୍କଏଲ୍ ଓ ଆନେରର ଭ୍ରାତା ମାମ୍ରେର ଓକ୍ ବୃକ୍ଷ ଉଦ୍ୟାନ ସମୀପରେ ଆବ୍ରାହାମ ସେ ସମୟରେ ବାସ କରିଥିଲେ। ଏମାନେ ଆବ୍ରାହାମଙ୍କ ସଙ୍ଗରେ ନିଜ ନିଜର ରକ୍ଷା ପାଇଁ ସନ୍ଧି ସ୍ଥାପନ କରିଥିଲେ। ନିଜ ଭ୍ରାତା ବନ୍ଦୀ ହୋଇଥିବା ସମ୍ବାଦ ପାଇ ନିଜ ଗୃହରେ
ଜାତ ପରିପାଳିତ ତଥା ଋଣ କୌଶଳରେ ତାଲିମ ପ୍ରାପ୍ତ 318 ଜଣ ଲୋକଙ୍କ ସହ ଆବ୍ରାମ ଦାନ ପର୍ଯ୍ୟନ୍ତ ସେମାନଙ୍କ ପଶ୍ଚାତ ଧାବନ କଲେ। ଆବ୍ରାମ ନିଜ ଦାସମାନଙ୍କୁ କେତେକ ଦଳରେ ବିଭକ୍ତ କରି ଶତ୍ରୁମାନଙ୍କୁ ରାତ୍ରି କାଳରେ ଆକ୍ରମଣ କରି ପରାସ୍ତ କଲେ ଓ ସେମାନଙ୍କୁ ଦମସ୍କସର ଉତ୍ତର ଦିଗସ୍ଥ ହବା ପର୍ଯ୍ୟନ୍ତ ଅନୁଧାବନ କଲେ। ଆବ୍ରାମ ସେମାନଙ୍କର ସମସ୍ତ ସମ୍ପଦ ନିଜ ଭ୍ରାତା ଲଟ୍ ଓ ତାଙ୍କର ବସ୍ତୁ ସାମଗ୍ରୀ ମହିଳାଗଣ ଓ ଲୋକମାନଙ୍କୁ ଅଧିକାର କରି ଫେରି ଆସିଲେ। କେଦର ଓ ଲାଓମେର ଓ ତାଙ୍କ ସହବର୍ତ୍ତୀ ରାଜାମାନଙ୍କୁ ପରାଜିତ କରି ପ୍ରତ୍ୟାବର୍ତ୍ତନ କରିଥିବା ଆବ୍ରାମଙ୍କୁ ସାକ୍ଷାତ କରିବା ଉଦ୍ଦେଶ୍ୟରେ ସୋଦମର ରାଜାଙ୍କ ଉପତ୍ୟକା ନାମରେ ଅଭିହିତ ସାବେ ଉପତ୍ୟକାକୁ ଆସିଲେ। ସାଲେମର ରାଜା ମେଲେଖିସେଦେକ ରୁଟି ତଥା ଦ୍ରାକ୍ଷରସ ଘେନି ଆଣିଲେ। ସେ ପରାତ୍ପର ଈଶ୍ୱରଙ୍କ ଯାଜକ ଥିଲେ। ସେ ଆବ୍ରାହାମଙ୍କୁ ଆଶୀର୍ବାଦ କରି କହିଲେ, ଆକାଶ ତଥା ଭୂମଣ୍ଡଳର କର୍ତ୍ତା ପରାତ୍ପରଙ୍କର ଈଶ୍ୱରଙ୍କ ଦ୍ୱାରା ଆବ୍ରାହାମ ଆଶୀଷ ପ୍ରାପ୍ତ ହୁଅନ୍ତୁ ଏବଂ ଶତ୍ରୁଗଣଙ୍କୁ ତୁମ ହସ୍ତରେ ସମର୍ପି ଦେଇଥିବା ପରାତ୍ପର ଈଶ୍ୱର ଧନ୍ୟ ହୁଅନ୍ତୁ। ପରେ ଆବ୍ରାମ ନିଜ ପାଖରେ ଥିବା ପ୍ରତ୍ୟେକ ଜିନିଷର 1/10 ତାଙ୍କୁ ପ୍ରଦାନ କଲେ। ସୋଦମର ରାଜା ଆବ୍ରାମକୁ କହିଲେ, ଲୋକମାନଙ୍କୁ ମୋତେ ଦିଅ, କିନ୍ତୁ ସମ୍ପଦ ଗୁଡ଼ିକ ସବୁ ତୁମ ପାଇଁ ନେଇଯାଅ। ଆବ୍ରାମ ସୋଦମର ରାଜାଙ୍କୁ କହିଲେ, ଆକାଶ ତଥା ଭୂମଣ୍ଡଳର କର୍ତ୍ତା ପରାତ୍ପର ପ୍ରଭୁ ଈଶ୍ୱରଙ୍କ ସନ୍ନିଧାନରେ ମୁଁ ଶପଥ କରି କହେ ଯେ ତୁମ୍ଭମାନଙ୍କର ଖଣ୍ଡିଏ ହେଲେ ସୂତା କିମ୍ବା ପାଦୁକାର ବନ୍ଧନୀ ଅଥବା ଅନ୍ୟ କିଛି ହିଁ ମୁଁ ନେବି ନାହିଁ। ନଚେତ୍ ମୁଁ ଆବ୍ରାହାମଙ୍କୁ ଧନୀଶାଳୀ କରିଛି ବୋଲି ତୁମେ କହିପାର। ଯୁବକମାନେ ଯାହା ଆହାର କରିଛନ୍ତି ତାହା ବ୍ୟତୀତ ଅନ୍ୟ କିଛି ମୁଁ ନେବି ନାହିଁ। ମୋ ଗହଣରେ ଆସିଥିବା ଆନେର, ଏସ୍କାଲ, ମାମ୍ରେ ପ୍ରଭୃତି ଯୁବାଗଣ ସେମାନଙ୍କ ଅଂଶ ନେଇଯାଆନ୍ତୁ। ଅଧ୍ୟାୟ 15 ଆବ୍ରାହାମଙ୍କ ପ୍ରତି ଈଶ୍ୱରଙ୍କ ପ୍ରତିଶ୍ରୁତି ତଥା ବ୍ୟବସ୍ଥା ବିଧାନ। ଏ ସକଳ ଘଟଣା ସମ୍ଭବ ହେବାର ଅଳ୍ପ ସମୟ ପରେ ଏକ ଦର୍ଶନରେ ପ୍ରଭୁଙ୍କ ଏହି ବଚନ ଆବ୍ରାହାମଙ୍କ ପ୍ରତି ହେଲା, ଆବ୍ରାମ ଭୟ କର ନାହିଁ, ମୁଁ ତୁମର ଢାଲ, ତୁମ ପ୍ରତିଫଳ ଅତି ପ୍ରଚୁର ହେବ। କିନ୍ତୁ ଆବ୍ରାହାମ ପଚାରିଲେ, ପ୍ରଭୁ ହେ ଈଶ୍ୱର, ତୁମେ ମୋତେ କ'ଣ ଦେବା ପାଇଁ ମନସ୍ଥ କରିଅଛ? କାରଣ ମୁଁ ନିଃସନ୍ତାନ। ଦାମାସ୍କିୟସ ଏଲିୟସର ମୋ ଗୃହର ଉତ୍ତରାଧିକାରୀ ହେବ। ପୁଣି ଆବ୍ରାମ କହିଲେ, ତୁମେ ମୋତେ ଆଦୌ ସନ୍ତାନ ଦେଇନାହଁ। ମୋ ଗୃହରେ ଜାତ ଜଣେ ଦାସ ମୋର ଉତ୍ତରାଧିକାରୀ ହେବ। ପୁନର୍ବାର ପ୍ରଭୁଙ୍କ ଏହି ବଚନ ତାଙ୍କ ପ୍ରତି କଥିତ ହେଲା, ତୁମ ଉତ୍ତରାଧିକାରୀ ସେହି ବ୍ୟକ୍ତି ହେବ ନାହିଁ, ତୁମ ନିଜ ପୁତ୍ର ତୁମ ଉତ୍ତରାଧିକାରୀ ହେବ। ତତ୍ପରେ ସେ ତାଙ୍କୁ ବାହାରକୁ ନେଇଯାଇ କହିଲେ, ତୁମେ ଆକାଶ ମଣ୍ଡଳକୁ ଅବଲୋକନ କର। ତୁମେ ଯଦି ପାର ତେବେ ତାରକା ଗୁଡ଼ିକର ସଂଖ୍ୟା ଗଣନା କର। ତାପରେ ସେ ତାଙ୍କୁ କହିଲେ, ତୁମ ବଂଶଧରମାନେ ମଧ୍ୟ ସେହିପରି ହେବେ। ସେ ପ୍ରଭୁଙ୍କଠାରେ ବିଶ୍ୱାସ ସ୍ଥାପନ କଲେ ଓ ସେ ତାହା ତାହାଙ୍କ ଉଦ୍ଦେଶ୍ୟରେ ନୀତିନିଷ୍ଠା ରୂପେ ବିବେଚନା କଲେ। ପ୍ରଭୁ ପୁନରାୟ ତାହାଙ୍କୁ କହିଲେ,
ଏହି ଦେଶକୁ ଉତ୍ତରାଧିକାରୀ ଭାବେ ତୁମକୁ ପ୍ରଦାନ କରିବା ପାଇଁ କାଲାଦୀୟମାନଙ୍କ ଉର୍ ନଗରୀଠାରୁ ତୁମକୁ ଡକାଇ ଆଣିଥିବା ସେହି ପ୍ରଭୁ ହିଁ ମୁଁ। କିନ୍ତୁ ସେ ପଚାରିଲେ, ପ୍ରଭୁ, ହେ ଈଶ୍ୱର, ତାହା ଯେ ମୁଁ ସ୍ୱାଧିକାର କରିବି, ମୁଁ ଏହା କିପରି ଜାଣିବି? ସେ ତାଙ୍କୁ ନିର୍ଦ୍ଦେଶ ଦେଲେ, 3 ବର୍ଷର ଗୋଟିଏ ଛଡ଼ା, 3 ବର୍ଷର ଗୋଟିଏ ମାଇ ଛେଳି, 3 ବର୍ଷର ଗୋଟିଏ ମେଣ୍ଢା, ଗୋଟିଏ ଘୁଘୁ ପକ୍ଷୀ ତଥା ଗୋଟିଏ କପୋତ ମୋ ଉଦ୍ଦେଶ୍ୟରେ ନେଇ ଆସ। ସେ ସବୁ ତାହାଙ୍କ ପାଇଁ ନେଇ ଆସି ସେଗୁଡ଼ିକ 2 ଭାଗରେ ବିଭକ୍ତ କଲେ ଓ ପ୍ରତ୍ୟେକ ଭାଗ ଅପର ଭାଗର ବିପରୀତରେ ରଖିଲେ। କିନ୍ତୁ ସେ ପକ୍ଷୀମାନଙ୍କୁ 2 ଭାଗରେ ବିଭକ୍ତ କଲେ ନାହିଁ। ତତ୍ପରେ ମାଂସାଶୀ ପକ୍ଷୀଗଣ ସେହି ମୃତ ଜନ୍ତୁଗଣଙ୍କ ଉପରକୁ ଓହ୍ଲାଇ ଆସିବାରୁ ଆବ୍ରାହାମ ସେମାନଙ୍କୁ ଘଉଡ଼ାଇ ଦେଲେ। ସୂର୍ଯ୍ୟ ଅସ୍ତମିତ ହେବା ସମୟରେ ଆବ୍ରାମ ଏକ ଗଭୀର ନିଦ୍ରାରେ ନିମଗ୍ନ ହେଲେ ଓ ତାଙ୍କୁ ଘନ ଅନ୍ଧକାର ଆବୃତ କଲା। ସେ ସମୟରେ ପ୍ରଭୁ ଆବ୍ରାମଙ୍କୁ କହିଲେ, ତୁମେ ଏହା ନିଶ୍ଚିତ ରୂପେ ଜାଣି ରଖ ଯେ ତୁମ ବଂଶଧରମାନେ ନିଜସ୍ୱ ନଥିବା ଏକ ଦେଶରେ ବିଦେଶୀ ଭାବେ କାଳାତିପାତ କରିବେ, ଦାସ୍ୟକର୍ମ କରିବେ ଓ 400 ବର୍ଷ ବ୍ୟାପୀ ଅତ୍ୟାଚାରିତ ହେବେ। କିନ୍ତୁ ସେମାନଙ୍କୁ ଦାସ କରିଥିବା ରାଜାଙ୍କୁ ମୁଁ ଦୋଷୀ ସାବ୍ୟସ୍ତ କରିବି। ତତ୍ପରେ ସେମାନେ ପ୍ରଚୁର ସମ୍ପଦ ସହ ସେଠାରୁ ବାହାରି ଆସିବେ। କିନ୍ତୁ ତୁମେ ନିଜେ ଶାନ୍ତିରେ ତୁମ ପିତାମାନଙ୍କ ସହ ସମ୍ମିଳିତ ହେବ ଓ ପୂର୍ଣ୍ଣ ବୟସ ହେବା ପରେ ତୁମେ ସମାଧିସ୍ଥ ହେବ। ତୁମ ପରବର୍ତ୍ତୀ 4th ବଂଶ କାଳରେ ସେମାନେ ଏହି ଦେଶକୁ ପ୍ରତ୍ୟାବର୍ତ୍ତନ କରିବେ, କାରଣ ଏ ପର୍ଯ୍ୟନ୍ତ ଆମୋରୀୟମାନଙ୍କ ମଧ୍ୟରେ ଦୁଷ୍କର୍ମର ପରିପକ୍ୱତା ଆସିନାହିଁ। ସୂର୍ଯ୍ୟ ଅସ୍ତମିତ ହୋଇ ଅନ୍ଧାର ବ୍ୟାପି ଯିବା ସମୟରେ ଏକ ସୋଦୋମ ଅଗ୍ନିକୁଣ୍ଡ ଓ ପ୍ରଜ୍ୱଳିତ ପ୍ରଦୀପ ସେହି ବିଭାଜିତ ମୃତ ପଶୁଖଣ୍ଡଗୁଡ଼ିକ ମଧ୍ୟ ଦେଇ ଅତିକ୍ରମ କଲା। ସେହି ଦିବସରେ ପ୍ରଭୁ ଆବ୍ରାହମଙ୍କ ସହ ଏକ ବ୍ୟବସ୍ଥା ବିଧାନ ସ୍ଥାପନ କରି କହିଲେ, ତୁମ ବଂଶଧରମାନଙ୍କୁ ଇଜିପ୍ଟର ନଦୀଠାରୁ ମହାନଦୀ ୟୁଫ୍ରେଟିସ୍ ପର୍ଯ୍ୟନ୍ତ ବିସ୍ତୃତ ଏହି ଦେଶ ମୁଁ ପ୍ରଦାନ କରିଅଛି, ଯେଉଁଠାରେ କେନୀୟ, କେନିସୀୟ, କାଦମୋନୀୟ, ହିତୀୟ, ପେରିସୀୟ, ରେଫାଇମ୍, ଆମୋରୀୟ, କାନାନୀୟ, ଗିର୍ଗେଶୀୟ ତଥା ଜେବୁସୀୟମାନେ ଅବସ୍ଥାନ କରନ୍ତି। ଅଧ୍ୟାୟ 16। ଆବ୍ରାହମଙ୍କ ପତ୍ନୀ ସାରାଇ ସନ୍ତାନହୀନା ଥିଲେ। ହାଗାର ନାମରେ ଅଭିହିତା ତାଙ୍କର ଏକ ଇଜିପ୍ଟୀୟ ଦାସୀ ଥିଲା। ସାରାଇ ଆବ୍ରାହମଙ୍କୁ କହିଲେ, ସନ୍ତାନ ପ୍ରସବ କରିବାର ବର ପ୍ରଭୁ ମୋତେ ଦେଇନାହାନ୍ତି, ତହୁଁ ତୁମେ ମୋ ଦାସୀ ସହ ସହବାସ କର, ହୁଏତ ତାଠାରୁ ମୁଁ ସନ୍ତାନ ପାଇପାରିବି। ଆବ୍ରାମ ସାରାଇଙ୍କ କଥା ମାନିଲେ। ଆବ୍ରାମ କାନାନ ଦେଶରେ 10 ବର୍ଷ ଧରି ଜୀବନ ବିତାଇବା ପରେ ତାଙ୍କର ପତ୍ନୀ ସାରାଇ ନିଜ ଇଜିପ୍ଟୀୟ ଦାସୀ ହାଗାରକୁ ନେଇ ନିଜ ପତି ଆବ୍ରାହମଙ୍କୁ ପତ୍ନୀ ରୂପେ ସମର୍ପଣ କଲେ। ଆବ୍ରାମ ତାହା ସହ ସହବାସ କଲା ପରେ ସେ ଅନ୍ତଃସନ୍ତା ହେଲା। ଗର୍ଭବତୀ ହୋଇଥିବାର ଅବଗତ ହୋଇ ହାଗାର ନିଜ ସନ୍ତାଣୀକୁ ତୁଚ୍ଛ କରିବାକୁ ଲାଗିଲା।
ତହୁଁ ସାରାଇ ଆବ୍ରାହମକୁ କହିଲେ, ତୁମେ ହିଁ ମୋ ପ୍ରତି କୃତ ଏହି ଅନ୍ୟାୟ କାର୍ଯ୍ୟର କାରଣ। ମୁଁ ମୋର ଦାସୀକୁ ତୁମର ଆଶ୍ଲେଷଣ ପାଇଁ ସମର୍ପଣ କଲି। କିନ୍ତୁ ସେ ଯେବେ ଦେଖିଲା ଯେ ସେ ଗର୍ଭବତୀ ହୋଇଛି, ତେବେ ମୁଁ ତା ସମ୍ମୁଖରେ ଉପହାସର ପାତ୍ରୀ ହେଲି। ମୋର ତଥା ତୁମ ମଧ୍ୟରେ ସ୍ୱୟଂ ପ୍ରଭୁ ନ୍ୟାୟ ବିଚାର କରନ୍ତୁ। ଆବ୍ରାମ ସାରାଇଙ୍କୁ କହିଲେ, ତୁମ ଦାସୀ ବର୍ତ୍ତମାନ ସୁଦ୍ଧା ତୁମ ଅଧୀନସ୍ଥ, ତୁମ ଅଭୀଷ୍ଟ ମୁତାବକ ତାହା ପ୍ରତି ବ୍ୟବହାର କର। ତତ୍ପରେ ସାରାଇ ତାହା ପ୍ରତି କଠିନ ବ୍ୟବହାର କରିବାକୁ ଲାଗିଲେ। ତହୁଁ ସେ ସାରାଇକୁ ପରିତ୍ୟାଗ କରି ପଳାୟନ କଲା। ସୁର ଅଭିମୁଖୀ ପଥ ପାର୍ଶ୍ୱରେ ମରୁ ପ୍ରାନ୍ତରସ୍ଥ ଗୋଟିଏ ଜଳସ୍ରୋତ ସମୀପରେ ପ୍ରଭୁଙ୍କର ଜଣେ ଦେବଦୂତ ତାହାକୁ ଦେଖିବାକୁ ପାଇଲେ। ଦେବଦୂତ ତାହାକୁ ପଚାରିଲେ, ସାରାଇଙ୍କ ଦାସୀ, ହେ ହାଗାର, ତୁମେ କେଉଁଠାରୁ ଆସିଅଛ? ସେ କହିଲା, ମୋର ସନ୍ତାଣୀ ସାରାଇଙ୍କ ସମୀପରୁ ମୁଁ ପଳାୟନ କରିଅଛି। ପ୍ରଭୁଙ୍କର ଦୂତ ତାହାକୁ କହିଲେ, ତୁମ ସନ୍ତାଣୀ ପାଖକୁ ପ୍ରତ୍ୟାବର୍ତ୍ତନ କରି ତାଙ୍କର ବଶୀଭୂତ ହୋଇ ରୁହ। ଦେବଦୂତ ପୁଣି ଏହା ମଧ୍ୟ କହିଲେ, ମୁଁ ତୁମର ବଂଶଧରମାନଙ୍କୁ ଏପରି ପରିବର୍ଦ୍ଧିତ କରିବି ଯେ ସେମାନେ ଗଣନାତୀତ ହେବେ। ଅନନ୍ତର ପ୍ରଭୁଙ୍କ ଦୂତ କହିଲେ, ଦେଖ, ତୁମେ ହନ୍ତସନ୍ତା ହୋଇଅଛ। ତୁମେ ଗୋଟିଏ ପୁତ୍ର ସନ୍ତାନ ପ୍ରସବ କରିବ। ତୁମେ ତାକୁ ଇସ୍ମାଏଲ ନାମରେ ନାମିତ କରିବ, କାରଣ ତୁମର କ୍ରନ୍ଦନ ପ୍ରଭୁଙ୍କ କର୍ଣ୍ଣଗୋଚର ହୋଇଅଛି। ସେ ବନ୍ୟ ଗର୍ଦ୍ଦଭ ସମ ଜଣେ ମନୁଷ୍ୟ ହେବେ। ତାଙ୍କ ହସ୍ତ ସମସ୍ତଙ୍କ ବିରୁଦ୍ଧରେ ଓ ସମସ୍ତଙ୍କ ହସ୍ତ ତାଙ୍କ ବିରୁଦ୍ଧରେ ଉତ୍ତୋଳିତ ହେବ, ଏବଂ ସେ ନିଜ ଭ୍ରାତାମାନଙ୍କଠାରେ ପ୍ରତିଦ୍ୱନ୍ଦ୍ୱୀ ହୋଇ ରହିବେ। ନିଜ ସହ କଥା କରିଥିବା ପ୍ରଭୁଙ୍କୁ ହାଗାର ତୁମେ ଏଲରୋଇ ନାମରେ ଅଭିହିତ କଲା, କାରଣ ସ୍ୱଚକ୍ଷୁରେ ଈଶ୍ୱରଙ୍କୁ ଦେଖିବା ସତ୍ତ୍ୱେ ମୁଁ ବା କିପରି ଜୀବିତ ହୋଇ ରହିଛି ବୋଲି ସେ କହିଲା। ଏହି କାରଣରୁ ସେହି କୂପ ବେର୍ ଲାହାଇ ରୋଇ ନାମରେ ନାମିତ ହେଲା। ତାହା କାଦେଶ ତଥା ବେରେଦ ମଧ୍ୟରେ ଅବସ୍ଥିତ। ଆବ୍ରାହାମଙ୍କ ପାଇଁ ହାଗାର ଏକ ପୁତ୍ର ସନ୍ତାନ ପ୍ରସବ କଲା। ହାଗାର ଜନ୍ମ ଦେଇଥିବା ନିଜ ପୁତ୍ରକୁ ଆବ୍ରାହାମ ଇସ୍ମାଏଲ ନାମ ରଖିଲେ। ହାଗାର ଇସ୍ମାଏଲଙ୍କୁ ପ୍ରସବ କଲା ସମୟରେ ଆବ୍ରାହାମଙ୍କୁ 86 ବର୍ଷ ବୟସ ହୋଇଥିଲା। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ମାର୍କୋଙ୍କ ସୁସମାଚାର ଅଧ୍ୟାୟ 4 ପଦ ସଂଖ୍ୟା 4। ଯୀଶୁ ଉତ୍ତର ଦେଲେ, ଲେଖା ଅଛି, ମନୁଷ୍ୟ କେବଳ ରୋଟିରେ ବଞ୍ଚେ ନାହିଁ, ବରଂ ଈଶ୍ୱରଙ୍କ ମୁଖ ନିଃସୃତ ପ୍ରତ୍ୟେକ ବାଣୀରେ ବଞ୍ଚେ। ପ୍ରାର୍ଥନା କରିବା, ପ୍ରଭୁ ଆମ୍ଭମାନଙ୍କୁ ବାକ୍ୟ ଦିଅ। ଧନ୍ୟବାଦ ଯୀଶୁ, ତୁମର ପବିତ୍ର ବାକ୍ୟ ପାଇଁ, ଜୀବନ୍ତ ବାକ୍ୟ ପାଇଁ ଆଜି ଆମେ ତୁମକୁ ଧନ୍ୟବାଦ ଦେଉଛୁ। ପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମା ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ସମସ୍ତଙ୍କୁ ଜୟ ଯୀଶୁ।